ଆମେ ନିଜେ ନିଜର ଶତ୍ରୁ କାହିଁକି? ଯେତେବେଳେ ଆମେ ପ୍ରଭୁରେ ବଢିବା ଆରମ୍ଭ କରୁ, ଆତ୍ମିକରେ ବଢିବା ଆରମ୍ଭ କରୁ, ଅନେକ ଆତ୍ମିକ ଅନୁଭବ ଗୁଡିକ ନେଇକି ଚାଲୁ, ଅନେକ ପ୍ରକାଶନ ଆମ ପାଖରେ ହୁଏ, ପ୍ରଭୁ ଦିଅନ୍ତି, ଆଉ ସେଇ ସମୟରେ ଆମେ ନିଜେ ନିଜର ଶତ୍ରୁ ହେଇଯାଉ। କେତେବେଳେ? ସେଇ ସମୟରେ ଆମମାନଙ୍କ ଭିତରେ ଥିବା ଘମଣ୍ଡ, ଆମମାନଙ୍କ ଭିତରେ ଥିବା ଲୋଭ, ଆମମାନଙ୍କ ଭିତରେ ଥିବା କିଛି ଏ ପ୍ରକାର ପାପ, ଆମମାନଙ୍କର ନିଜର କୁଦୃଷ୍ଟି, ପାପ ପ୍ରତି ବାସନା, ଅନେକ ପ୍ରକାର ଶରୀର କାର୍ଯ୍ୟ ଗୁଡାକ ଯାହାକି ଆମମାନଙ୍କ ମଧ୍ୟ ରହିଛି, ଆଉ ସେଟା ହିଁ ଆମମାନଙ୍କ ସବୁଠାରୁ ବଡ ଶତ୍ରୁ ଅଟେ। ଆଉ ଏଇ ଶତ୍ରୁ ଠାରୁ ଆମକୁ ନିଜକୁ ଜୟ ପାଇବାର ଅଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା।